ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ଆଜି ଆମେ ସଣ୍ଡେ ପାଇଁ ପକେଇବା ପ୍ୟାସେଜ, ଇଂଲିଶ ପ୍ୟାସେଜ। ସେଟା ହେଉଛି ଦ ଷ୍ଟୋରି ଅଫ ରାମାୟଣ, କିଡନାପିଂ ଅଫ ସୀତା। ସୀତା କେମିତି କିଡନାପ ହେଇଥିଲେ ବାଇ ରାବଣ ବା ସୀତା ହରଣ ବା ସୀତା ଚୋରି। ପାର୍ଟ 2 ପକେଇବା। ଆମେ ରିଡିଂ କରିବା ପ୍ୟାରାଗ୍ରାଫଟା। ଲକ୍ଷ୍ମଣ was sure that nobody would be able to make any harm to his brothers. At that time, Lakshman and Sita heard the voice of Ram cry for help, but it was the deceptive voice of Maricha. Sita became more afraid. Lakshman was observing it silently. Sita scolded Lakshman for his silence. At last, Lakshman went to search for his brother. He drew 3 lines at the entrance of the cottage and requested Sita not to cross the lines. ଏଥିଲା ପ୍ୟାସେଜଟି। ଆମେ ପ୍ୟାସେଜଟା ଆଉଥରେ ପଢ଼ିବା। ତା ପୂର୍ବରୁ ମୁଁ ଆଶା କରୁଛି ସମସ୍ତେ ରବୀନ୍ଦ୍ର ଏଜୁକେସନକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ପ୍ରତି ସନ୍ଧ୍ୟାରେ ପଢ଼ୁଥିବା ରାମାୟଣର ପାରାଗ୍ରାଫ ପଢ଼ିବେ, ଶୁଣିବେ, ପଢ଼ିବେ, ଲେଖିବେ। ପିଲାମାନଙ୍କୁ କହିବେ ଲେଖିବା ପାଇଁ। କୋଶ୍ଚିନ୍ ମଧ୍ୟ ଲେଖିବେ। ତାର ପାରାଗ୍ରାଫରୁ କେମିତି କୋଶ୍ଚିନ୍ ତିଆରି କରାଯାଉଛି ସେଇଟା ମଧ୍ୟ ଏକ୍ସଟ୍ରା କୋଶ୍ଚିନ୍ କରିବେ। ତା ସହିତ କୋଶ୍ଚିନ୍ ଆନ୍ସର ମଧ୍ୟ କରିବେ। ଆମେ ପାରାଗ୍ରାଫଟା ସେକେଣ୍ଡ ଟାଇମ୍ ପଢ଼ିବା, ତାର ଅର୍ଥ ବୁଝିବା, ଡିଫିକଲ୍ଟ ୱାର୍ଡର ଅର୍ଥ ମଧ୍ୟ ବୁଝିବା। ଲକ୍ଷ୍ମଣ was sure that ମାନେ ନିଶ୍ଚିତ ଥିଲେ ଯେ nobody would be able to make any harm to his brother. କୌଣସି ବ୍ୟକ୍ତି would be able to make any harm to his brother. ତାଙ୍କ ଭାଇଙ୍କର କେହି କିଛି କ୍ଷତି କରିପାରିବେ ନାହିଁ। ଏଇଟା ଲକ୍ଷ୍ମଣ ସିଓର ଥିଲେ, କାହିଁକି ନା ରାମ was the supreme power. At that time, ସେ ସମୟରେ ଲକ୍ଷ୍ମଣ and ସୀତା ଉଭୟ, ଲକ୍ଷ୍ମଣ and ସୀତା had the voice of ରାମ। ହିୟର ପାର୍ଟ ହେଉଛି ହାର୍ଟ, ଶୁଣିଲେ। the voice of ରାମ, ରାମଙ୍କର ସ୍ୱର ଶୁଣିଲେ। cry for help, କାନ୍ଦୁଛନ୍ତି ସାହାଯ୍ୟ କର, ସାହାଯ୍ୟ କର। ରାମଙ୍କ ସ୍ୱରରେ କାନ୍ଦିକିରି କହୁଛନ୍ତି ସାହାଯ୍ୟ କର। ବଟ୍ ଇଟ୍ ୱାଜ ଦ ଡିସେପ୍ଟିଭ ଭଏସ୍ ଅଫ ମାରିଚ। ଏହା ଥିଲା ମାରିଚ ରାକ୍ଷସର ଯେ ଗୋଲ୍ଡେନ ଡିଅର ରୂପରେ ଆସିଥିଲା, ସେଟା ତାଙ୍କର ଡିସେପ୍ଟିଭ ଭଏସ୍। ରାମଙ୍କ ସ୍ୱରରେ ସେ କହିଛି, ନିଜେ ରାମ କହିନାହାନ୍ତି। ସୀତା ବିକେମ୍ ମୋର ଆଫ୍ରେଡ୍, ସୀତା ରାମଙ୍କ ସ୍ୱର ଶୁଣି ବେଶୀ ଭୟଭୀତ ହେଇଗଲେ। ଲକ୍ଷ୍ମଣ ଆଜି ଅବଜର୍ଭିଂ ଇଟ୍ ସାଇଲେଣ୍ଟଲି, ଲକ୍ଷ୍ମଣ କ'ଣ କରୁଥିଲେ, ତାକୁ ସାଇଲେଣ୍ଟ ଭାବରେ, ନୀରବ ଭାବରେ ଅବଜର୍ଭ କରୁଥିଲେ। ପ୍ରକୃତ ଘଟଣାଟା କ'ଣ, ଏ ତ ମୋ ଭାଇଙ୍କ ସ୍ୱର ଭଳିଆ ଶୁଭୁଛି। ସୀତା ସ୍କୋଲ୍ଡେଡ୍ ଲକ୍ଷ୍ମଣ ଫର୍ ହିଜ୍ ସାଇଲେନ୍ସ, ଲକ୍ଷ୍ମଣ ସାଇଲେନ୍ସ ହେବାରୁ ସୀତା ତାଙ୍କୁ ସ୍କୋଲ୍ଡେଡ୍, ଗାଳି କଲେ। ଆଟ୍ ଲାଷ୍ଟ ଲକ୍ଷ୍ମଣ ୱେଣ୍ଟ ଟୁ ସର୍ଚ୍ଚ ଫର୍ ବ୍ରଦର, ସର୍ଚ୍ଚ ଫର୍ ଖୋଜିବାକୁ ଗଲେ। ଶେଷରେ ସୀତା ଯେହେତୁ ଗାଳି କଲେ, ଶେଷରେ କ'ଣ ହେଲା, ଆଟ୍ ଲାଷ୍ଟ ଲକ୍ଷ୍ମଣ ୱେଣ୍ଟ ଟୁ ସର୍ଚ୍ଚ ଫର୍ ହିଜ୍ ବ୍ରଦର, ତାଙ୍କ ଭାଇକି ଖୋଜିବାକୁ ଗଲେ। ସେ ତା ଯିବା ପୂର୍ବରୁ କ'ଣ କଲେ, ହି ଡ୍ୟୁ, ଡ୍ର ଅର୍ଥ ଟାଣିବା, ଡ୍ୟୁ ଅର୍ଥ ଟାଣିଲେ। ହି ଡ୍ୟୁ 3 ଲାଇନ୍ସ, 3ଟା ରେଖା ଟାଣିଦେଲେ। ଆଟ୍ ଦ ଏଣ୍ଟ୍ରାନ୍ସ ଅଫ୍ ଦ କଟେଜ, କୁଡ଼ିଆର ଏଣ୍ଟ୍ରାନ୍ସରେ, କୁଡ଼ିଆରୁ ବାହାରିବେ ସେ ଏଣ୍ଟ୍ରାନ୍ସ ମୁଖ୍ୟ ଦ୍ୱାରରେ, କଟେଜର ମୁଖ୍ୟ ଦ୍ୱାରରେ 3ଟା ରେଖା ଟାଣିଦେଲେ। ଆଣ୍ଡ ରିକ୍ୱେଷ୍ଟେଡ୍, ଅନୁରୋଧ କଲେ ସୀତାଙ୍କୁ ନଟ୍ ଟୁ କ୍ରସ୍ ଦ ଲାଇନ୍ସ, ଏ ଲାଇନ୍ କ୍ରସ୍ କରିବ ନାହିଁ। 3 ରେଖା ଟାଣି ଦେଇକିରି 3ଟା ରେଖା ଟାଣିଦେଲେ, କହିଲେ ଏଇ ଲାଇନ୍ କ୍ରସ୍ କରିବ ନାହିଁ। ତା ଲକ୍ଷ୍ମଣ was sure that nobody would be able to make any harm to his brother. At that time, Lakshmana and Sita heard the voice of Rama cry for help, but it was the deceptive voice of Maricha. Sita became more afraid. Lakshmana was observing it silently. Sita scolded Lakshmana for his silence. At last, Lakshmana went to search for his brother. He drew 3 lines at the entrance of the cottage and requested Sita not to cross the lines. ଏ ଥିଲା ଆମର ଆଜିର ପାରାଗ୍ରାଫ, ଛୋଟିଆ ପାରାଗ୍ରାଫଟି। ତା ଦେହରୁ 1, 2, 3, 4, 5, 6, 7 କମ୍ପ୍ରେନ୍ସିଭ୍ କୋଶ୍ଚିନ୍ ଅଛି। ତେଣୁ ଆଶା କରୁଛି ପାରାଗ୍ରାଫଟି ବୁଝିଥିବେ। ବର୍ତ୍ତମାନ କମ୍ପ୍ରେନ୍ସନ୍ କୋଶ୍ଚିନ୍ କି ଯିବା। ପ୍ରଥମ କୋଶ୍ଚିନ୍ ହେଉଛି, ହ୍ୱାଟ୍ ଡିଡ୍ ଲକ୍ଷ୍ମଣ ଆଣ୍ଡ ସୀତା ହିୟର? ଲକ୍ଷ୍ମଣ ଆଉ ସୀତା କ'ଣ ଶୁଣିଲେ? ଲକ୍ଷ୍ମଣ ଆଣ୍ଡ ସୀତା ହାର୍ଡ ଦ ଭଏସ୍ ଅଫ୍ ରାମ କ୍ରାଇ ଫର୍ ହେଲ୍ପ, କାନ୍ଦୁଥିବାର ସାହାଯ୍ୟ ପାଇଁ, କାନ୍ଦିକିରି ସାହାଯ୍ୟ ମାଗୁଥିବାର ଶୁଣିଲେ। ହୁଜ୍ ଭଏସ୍ ଡିଡ୍ ଦେ ହିୟର? କାହା ଭଏସ୍ ଶୁଣିଲେ?
they had the voice of Rama, but it was not the real voice, it was the voice, deceptive voice of Marita. Why did Sita became more afraid? କାହିଁକି ସୀତା ବେଶୀ ଭୟଭୀତ ହେଇଗଲେ? ସୀତା become did ଅଛି became ହେଇଯିବ. ସୀତା became more afraid because ଲକ୍ଷ୍ମଣ ରାମ she had the voice of Rama cry for help, and thought that her husband was in danger. Why did Sita scold Lakshmana? କାହିଁକି ସୀତା ଲକ୍ଷ୍ମଣକୁ ଗାଳି କଲେ? Sita scolded Lakshmana because Lakshmana was observing the cry for help of Rama silently. जो ଚିତ୍କାର ଆସୁଥିଲା ମତେ ସାହାଯ୍ୟ କର ରାମ ଚିତ୍କାର କରୁଥିଲେ ତାକୁ ସାଇଲେଣ୍ଟ ଭାବରେ ସେ ଅବଜର୍ଭିଂ କରୁଥିଲେ. What did Lakshmana do then? ତାପରେ ଲକ୍ଷ୍ମଣ କଣ କଲେ? Then Lakshmana went to search for his brother and drew 3 lines at the entrance of the cottage and requested Sita not to cross the lines. Where did Lakshmana draw the 3 lines and why? Lakshmana drew the 3 lines at the entrance of the cottage. Why? For the safety of Sita. କାହିଁକି ନା ସୀତାଙ୍କର ସୁରକ୍ଷା ପାଇଁ. What did Lakshmana request Sita to do? ଲକ୍ଷ୍ମଣ ସୀତାକୁ ରିକ୍ୱେଷ୍ଟ କଣ କରିଥିଲେ କରିବା ପାଇଁ? ଲକ୍ଷ୍ମଣ requested Sita not to cross the lines. Not to cross the lines. ତେଣୁ ଆଶା କରୁଛି ସମସ୍ତେ ପାରାଗ୍ରାଫଟି ବୁଝିଥିବେ ଆଉ କିଡନାପିଂ ଅଫ୍ ସୀତାର ପାର୍ଟ 2 ଟା ଜାଣିଥିବେ ଆଉ ସମସ୍ତେ କଷ୍ଟ ଶବ୍ଦ ଲେଖନ୍ତୁ, କୋଶ୍ଚିନ୍ ଲେଖନ୍ତୁ, କୋଶ୍ଚିନ୍ ଆନ୍ସର କମ୍ପ୍ରେହେନ୍ସିଭ୍ କୋଶ୍ଚିନ୍ ଆନ୍ସର କରନ୍ତୁ, 3 ଥର ଶୁଣନ୍ତୁ, ପାରାଗ୍ରାଫ ଲେଖନ୍ତୁ. ତ ଲେଖିଲେ ଇଂଲିଶ ଜ୍ଞାନ ବଢିବ, ଆମର ମାଇଥୋଲୋଜିକାଲ ରାମାୟଣ ଜ୍ଞାନ ବଢିବ ଆଉ ପିଲା ବି ଆଗ୍ରହ ପ୍ରକାଶ କରିବେ ଆଉ ପରୀକ୍ଷାରେ ସବୁ ପାରାଗ୍ରାଫ ପଢୁଛି ପାରାଗ୍ରାଫରୁ ଏମିତି କୋଶ୍ଚିନ୍ ଥିବ ଉତ୍ତର କରିବାକୁ ମଧ୍ୟ ପଡୁଛି. ଆଶା କରୁଛି ସମସ୍ତେ ରବୀନ୍ଦ୍ର ଏଜୁକେସନକୁ ଲାଇକ୍ ସେୟାର ଓ ସବସ୍କ୍ରାଇବ କରିବେ. ଜୟ ଜଗନ୍ନାଥ, ଜୟ ଶ୍ରୀରାମ, ଥ୍ୟାଙ୍କ ୟୁ.